କିଏ ପାଠ ପଢ଼ି ଆସିଥିବ। ଆମେମାନେ ସ୍କୁଲକୁ ଯିବୁ ନାହିଁ। କ'ଣ ସେମାନେ ଚଳଚ୍ଚିତ୍ର ଦେଖିନଥିବେ? ରମେଶ କ'ଣ ଖାଉଥିବ? ଫ୍ରେଣ୍ଡସ୍, ଏହି ବାକ୍ୟଗୁଡ଼ିକ ଇଂରାଜୀରେ ଟ୍ରାନ୍ସଲେସନ୍ କରିବା ପାଇଁ ଚେଷ୍ଟା କରିବା। ପ୍ରଥମେ ତ ଦେଖିବା ପ୍ରତ୍ୟେକ ବାକ୍ୟର ଶେଷ ଅକ୍ଷର କ'ଣ ଅଛି। ଦେଖନ୍ତୁ, ଏଠାରେ ବ, ବୁ, ବେ ଏବଂ ବ ଏହିପରି ଭାବରେ ଅଛି। ତେଣୁ ଆମେ କନଫର୍ମ ହୋଇଗଲେ କି ଏହା ଫ୍ୟୁଚର ଟେନ୍ସରେ ଅଛି। ପୁଣି ଦେଖିବାକୁ ହେବ କି ଫ୍ୟୁଚର ଟେନ୍ସର କେଉଁ ଘରେ ଅଛି। ଆମେ ଜାଣିଛନ୍ତି ଫ୍ୟୁଚର ଟେନ୍ସର 4ଟି ଘର। ସେଗୁଡ଼ିକ ହେଉଛି ଫ୍ୟୁଚର ସିମ୍ପୁଲ କିମ୍ବା ଆମେ କହିପାରିବା ଫ୍ୟୁଚର ଇନଡେଫିନାଇଟ୍, ଫ୍ୟୁଚର କଣ୍ଟିନ୍ୟୁଅସ୍ କିମ୍ବା ଫ୍ୟୁଚର ପ୍ରୋଗ୍ରେସିଭ୍, ଫ୍ୟୁଚର ପରଫେକ୍ଟ ଏବଂ ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ୍। ଦିଆଯାଇଥିବା ବାକ୍ୟଗୁଡ଼ିକ ଇଂରାଜୀରେ ଟ୍ରାନ୍ସଲେସନ୍ କରିନେବା। ଯଦି ଆପଣମାନେ ଭିଡ଼ିଓକୁ ସ୍କିପ୍ କରି ଦେଖୁଥାନ୍ତି, ତେବେ ଜମାରୁ ବି ବୁଝିପାରିବେ ନାହିଁ। ଏହାରି ଭିତରେ ଏପରି ଟ୍ରିକ୍ ରହିଛି ଯେଉଁଗୁଡ଼ିକ କି ଆପଣ ଦେଖିବା ମାତ୍ରେ ଯଦ୍ୱାରା କି ଆପଣଙ୍କର ଟ୍ରାନ୍ସଲେସନ୍ କେବେ ବି ଭୁଲ ହେବ ନାହିଁ। ତେଣୁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଚେଷ୍ଟା କରିନିଅନ୍ତୁ। ଯେପରିକି କିଏ ପାଠ ପଢ଼ି ଆସିଥିବ। ଏହି ବାକ୍ୟର ଶେଷ ଅକ୍ଷର ବ ଅଛି। ତେଣୁ ଆମେ କନଫର୍ମ ହୋଇଗଲେ କି ଏହା ଫ୍ୟୁଚର ଟେନ୍ସର ଅଛି। ପୁଣି ଦେଖିବା ଫ୍ୟୁଚର ଟେନ୍ସର କେଉଁ ଘରେ ଅଛି, ହେଲେ ଯାଇକି ଆମେ ଟ୍ରାନ୍ସଲେସନ୍ କରିପାରିବା। ତେଣୁ ଏହାକୁ ଦେଖିବାକୁ ହେଲେ ଏହି ବାକ୍ୟର ଶେଷ 5 ଅକ୍ଷରକୁ ଭଲ ଭାବରେ ଦେଖିବା। କ'ଣ ଅଛି ପିଲେ? ଢି ଆସିଥିବ। ତେଣୁ କ'ଣ ସବୁ ଅଛି? ଇ ଆସିଥିବ। ବର୍ତ୍ତମାନ ପୂର୍ବରୁ ପଢ଼ିଥିବା ଟେନ୍ସମାନଙ୍କ ମଧ୍ୟରୁ ଟିକେ ମନେ ପକାଇବା। କ'ଣ ଥିଲା? ଯେଉଁ ବାକ୍ୟର ଶେଷ 5 ଅକ୍ଷର ଇ ଆସିଥିବ, ଇ ଆସିଥିବୁ, ଇ ଆସିଥିବା, ଇ ଆସିଥିବ, ଇ ଆସିଥିବେ ଶୁଭାଗଲେ ସେହି ବାକ୍ୟଟି ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଅଛି ବୋଲି ଜାଣିପାରିବା। ପୁଣି ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସର ଫର୍ମୁଲା କ'ଣ? ଫର୍ମୁଲାଟି ହେଉଛି ସବଜେକ୍ଟ ପ୍ଲସ୍ ସାଲ୍ କିମ୍ବା ୱିଲ୍ ପ୍ଲସ୍ ହାଭ୍ ପ୍ଲସ୍ ବିନ୍ ପ୍ଲସ୍ ଭାର୍ବରେ ଆଇଏନ୍ଜି ଲାଗିଥାଏ। ଯେହେତୁ ଫ୍ରେଣ୍ଡସ୍ ଏହା ପ୍ରଶ୍ନବାଚକ ବାକ୍ୟ ଅଟେ, ତେଣୁ କ'ଣ କରିବା, କେମିତି କରିବା ହୋଇ ଆମର ମୁଣ୍ଡ କାମ କରୁନଥିବ। କାହିଁକି ନା ବାକ୍ୟଟି ଜଟିଳ ରୂପରେ ରହିଅଛି, ନୁହେଁ କି? ଏଠାରେ ଚିନ୍ତା କରିବାର କଥା ହିଁ ଉଠୁନି। ଦେଖନ୍ତୁ, ପ୍ରଥମେ ଏହି ବାକ୍ୟକୁ ପଜିଟିଭ୍ ଫର୍ମରେ ଆଣିବା ପାଇଁ ଚେଷ୍ଟା କରିବା। ଯେପରିକି ଧରାଯାଉ କିଏ ବଦଳରେ ଯେକୌଣସି ସବଜେକ୍ଟ ନେବା। ମନେକର ସେ ପାଠ ପଢ଼ି ଆସିଥିବ। ବର୍ତ୍ତମାନ ଏହାର ଟ୍ରାନ୍ସଲେସନ୍ କରିବା ପାଇଁ ସହଜ ହେବ, ଯାହାକି ହି ୱିଲ୍ ହାଭ୍ ବିନ୍ ରିଡ଼ିଂ। ପୁଣି ସେ ପାଠ ପଢ଼ି ଆସିଥିବ କି? ୱିଲ୍ ହି ହାଭ୍ ବିନ୍ ରିଡ଼ିଂ। ବର୍ତ୍ତମାନ ବାକ୍ୟକୁ ଆସିବା। କିଏ ପାଠ ପଢ଼ି ଆସିଥିବ? ହୁ ୱିଲ୍ ହାଭ୍ ବିନ୍ ରିଡ଼ିଂ। ବର୍ତ୍ତମାନ ଅନ୍ୟ ଏକ ବାକ୍ୟକୁ ଦେଖିବା। ଆମେମାନେ ସ୍କୁଲକୁ ଯିବୁ ନାହିଁ। ଏହି ବାକ୍ୟଟି ମଧ୍ୟ ଫ୍ୟୁଚର ଟେନ୍ସରେ ଅଛି। କାହିଁକି ନା ଶେଷ ଅକ୍ଷର କ'ଣ ସବୁ ଅଛି? ବୁ। ପୁଣି ଫ୍ୟୁଚର ଟେନ୍ସର କେଉଁ ଘରେ ଅଛି ଦେଖିବା। ଆମେ ଜାଣିଛନ୍ତି ଫ୍ୟୁଚର ଟେନ୍ସର ଯେଉଁ ବାକ୍ୟର ଶେଷ ଅକ୍ଷର ବ, ବା, ବି, bu କିମ୍ବା ବେ ସବୁ ଥାଏ, ତେବେ ସେହି ବାକ୍ୟଟି ଫ୍ୟୁଚର ସିମ୍ପୁଲରେ ଅଛି ବୋଲି ଜାଣିପାରିବା। ପୁଣି ଫ୍ୟୁଚର ସିମ୍ପୁଲର ଫର୍ମୁଲାଟି ହେଉଛି ସବଜେକ୍ଟ ପ୍ଲସ୍ ସାଲ୍ କିମ୍ବା ୱିଲ୍ ପ୍ଲସ୍ ଭାର୍ବ ହେବ ପ୍ରେଜେଣ୍ଟ ଫର୍ମ, ନୁହେଁ କି? ପ୍ରଥମେ ବାକ୍ୟକୁ ଏହିପରି ଭାବରେ ପଢ଼ିବା। ଆମେମାନେ ସ୍କୁଲକୁ ଯିବୁ। ୱି ୱିଲ୍ ଗୋ ଟୁ ସ୍କୁଲ।
ବର୍ତ୍ତମାନ ସେଇ ବାକ୍ୟକୁ ଆସିବା। ଆମେମାନେ ସ୍କୁଲକୁ ଯିବୁ ନାହିଁ। We will not go to school। ଅନ୍ୟ ବାକ୍ୟକୁ ଦେଖିବା। କ'ଣ ସେମାନେ ଚଳଚ୍ଚିତ୍ର ଦେଖିନଥିବେ? ଏହି ବାକ୍ୟଟି ମଧ୍ୟ ଫ୍ୟୁଚର ଟେନ୍ସର ଅଛି। ପୁଣି ଦେଖିବା ଫ୍ୟୁଚର ଟେନ୍ସର କେଉଁ ଘରେ ଅଛି। ଧରାଯାଉ ବାକ୍ୟଟି ଏହିପରି ଭାବରେ ପଢ଼ିବା। ସେମାନେ ଚଳଚ୍ଚିତ୍ର ଦେଖିଥିବେ। ତେଣୁ ଶେଷ 3 ଅକ୍ଷରକୁ ଦେଖିବା। ଥିବେ ଅଛି। ତେଣୁ ଏହା ଫ୍ୟୁଚର ଟେନ୍ସର ଫ୍ୟୁଚର ପରଫେକ୍ଟ ଟେନ୍ସରେ ଅଛି। ଫ୍ୟୁଚର ପରଫେକ୍ଟ ଟେନ୍ସର ଫର୍ମୁଲାଟି ହେଉଛି ସବଜେକ୍ଟ ପ୍ଲସ୍ ସାଲ୍ କିମ୍ବା ୱିଲ୍ ପ୍ଲସ୍ ହାଭ୍ ପ୍ଲସ୍ ଭାର୍ବ ହେବ ପାଷ୍ଟ ପାର୍ଟିସିପଲ୍। ଫ୍ରେଣ୍ଡସ୍, ବାକ୍ୟଟି ଆମର ପ୍ରଶ୍ନବାଚକ ଅଟେ। ତେଣୁ ପ୍ରଥମେ ଏହାକୁ ପଜିଟିଭ ରୂପରେ କରିବା। ଯଥା ସେମାନେ ଚଳଚ୍ଚିତ୍ର ଦେଖିଥିବେ। ଟ୍ରାନ୍ସଲେସନ୍ ହେବ ଦେ ୱିଲ୍ ହାଭ୍ ସିନ୍ ସିନେମା କିମ୍ବା ମୁଭି। ପୁଣି ସେମାନେ ଚଳଚ୍ଚିତ୍ର ଦେଖିଥିବେ କି? ୱିଲ୍ ଦେ ହାଭ୍ ସିନ୍ ସିନେମା। ପୁଣି କହିବା ସେମାନେ ଚଳଚ୍ଚିତ୍ର ଦେଖିନଥିବେ। ଦେ ୱିଲ୍ ନଟ୍ ହାଭ୍ ସିନ୍ ସିନେମା। ବର୍ତ୍ତମାନ ଆମର ଦିଆଯାଇଥିବା ବାକ୍ୟକୁ ସହଜରେ ପାଇପାରିବା। ଯାହାକି କ'ଣ ସେମାନେ ଚଳଚ୍ଚିତ୍ର ଦେଖିନଥିବେ? ଏହାର ଅର୍ଥ କ'ଣ ସେମାନେ ଚଳଚ୍ଚିତ୍ର ଦେଖିନଥିବେ କି? ବୁଝିହେଲା? ତେଣୁକରି ଟ୍ରାନ୍ସଲେସନ୍ଟି ହେବ ଫ୍ରେଣ୍ଡସ୍, ହ୍ୱାଟ୍ ୱିଲ୍ ନଟ୍ ଦେ ହାଭ୍ ସିନ୍ ସିନେମା। ବର୍ତ୍ତମାନ ଅନ୍ୟ ବାକ୍ୟ କିମ୍ବା ଶେଷ ବାକ୍ୟକୁ ଦେଖିବା। ଏହି ବାକ୍ୟଟି ନିଜେ ବୁଝିବା ପାଇଁ ଚେଷ୍ଟା କରିନେବେ। ରମେଶ କ'ଣ ଖାଉଥିବ? ଫ୍ୟୁଚର କଣ୍ଟିନ୍ୟୁଅସ୍ ଟେନ୍ସରେ ଅଛି। ଟ୍ରାନ୍ସଲେସନ୍ଟି ହେବ ହ୍ୱାଟ୍ ୱିଲ୍ ରମେଶ ବି ଇଟିଂ? ଥ୍ୟାଙ୍କ ୟୁ।